ଅଗଷ୍ଟ 9 ତାରିଖରେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା। କେଉଁମାନଙ୍କୁ ମିଳିବ କେଉଁମାନଙ୍କୁ ନାହିଁ ଲିଷ୍ଟ ଚେକ୍ କରନ୍ତୁ ମୋବାଇଲରେ। ଚେକ୍ କରିବା ପାଇଁ ହେଲେ ଗୁଗଲକୁ ଯାଆନ୍ତୁ। ଗୁଗଲକୁ ଯାଇକିନା ଏଇଠି ସର୍ଚ୍ଚ କରନ୍ତୁ ସୁଭଦ୍ରା ଯୋଜନା ଲେଖିକି ସର୍ଚ୍ଚ କଲା ପରେ ଦେଖନ୍ତୁ ଉପରେ ୱେବସାଇଟ୍ ଆସିଯିବ। ମୁଁ କ୍ଲିକ୍ କରିଦେଉଛି। ଦେଖନ୍ତୁ ତା ଉପରେ କ୍ଲିକ୍ କରନ୍ତୁ। ଏଇଠି ଦେଖନ୍ତୁ ୟା ଉପରେ କ୍ଲିକ୍ କଲା ପରେ କିଛି ସମୟ ଲୋଡ଼ିଂ ହେବ। ଏମିତି ଦେଖନ୍ତୁ ତାପରେ 3 ଡଟ୍ରେ କ୍ଲିକ୍ କରନ୍ତୁ। 3 ଡଟ୍ରେ କ୍ଲିକ୍ କରନ୍ତୁ। ତାପରେ ଆବେଦନ ସ୍ଥିତି ଦେଖନ୍ତୁ ମୁଁ ଦେଖାଇ ଦେଉଛି। ଆବେଦନ ସ୍ଥିତି ଉପରେ କ୍ଲିକ୍ କରନ୍ତୁ। ଉପରେ କ୍ଲିକ୍ କଲା ପରେ ହୋଲ୍ଡ କରି ଧରିଲି। ଏମିତି କ୍ଲିକ୍ କରନ୍ତୁ। ଏମିତି କ୍ଲିକ୍ କଲା ପରେ ଏଇଠି ଆଧାର ନମ୍ବର ଦେଇ ଦିଅନ୍ତୁ। ଆଧାର ନମ୍ବର ଦେଇ ଦିଅନ୍ତୁ। ମୁଁ ଆଧାର ନମ୍ବର ଦେଇ ଦେଉଛି। ଆଧାର ନମ୍ବର ଦେଇକିନା ତଳେ ଦେଖନ୍ତୁ ମୁଁ OTP ମାଧ୍ୟମରେ ଆଧାରିତ ପ୍ରମାଣିତ ଦେଖନ୍ତୁ ତା ଉପରେ ଠିକ୍ ଚିହ୍ନ ଲଗାଇ ଦିଅନ୍ତୁ। ଆଉ ଉପରେ ଠିକ୍ ଚିହ୍ନ ଲଗାଇ ଦେଇକିନା ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଲଗ୍ଇନ୍ ଉପରେ କ୍ଲିକ୍ କଲା ପରେ ସେ ରେଜିଷ୍ଟର ମୋବାଇଲ୍ ନମ୍ବରରେ ଗୋଟେ OTP ଆସିବ। ମୁଁ ସେ ମୋବାଇଲ୍ର OTP କି ଏଇଠି ଲଗ୍ଇନ୍ କରିଦେଉଛି। OTP ହେଇଗଲା। ତାପରେ OTP ତା ଉପରେ କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଆପଣଙ୍କର ଆବେଦନ ସ୍ଥିତି ଦେଖାଯିବ। ଦେଖନ୍ତୁ ଟାୱାର ଟିକେ ଅପ୍ ଡାଉନ୍ ଅଛି ତ ସେଇଟା ପାଇଁ ନେଟୱାର୍କ ସ୍ଲୋ ଅଛି, ସେଇଥିପାଇଁ ଲେଟ୍ ଦେଖାଉଛି। ଦେଖନ୍ତୁ ଆପଣଙ୍କର ଆବେଦନକାରୀଙ୍କର ବିବରଣୀ ସମ୍ପୂର୍ଣ୍ଣ ନାମ ଦେଖାଯିବ, ଆଧାର ନମ୍ବର ଦେଖାଯିବ, ପିତାଙ୍କ ନାମ ଦେଖାଯିବ, ଆପଣଙ୍କର ନମ୍ବର ବି ଦେଖାଯିବ, ଜନ୍ମ ତାରିଖ ଦେଖାଯିବ, ଶ୍ରେଣୀ ଦେଖାଯିବ, ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ ସବୁ କିଛି ଦେଖାଯିବ। ଆର୍ ତଳେ ଦେଖନ୍ତୁ ଆବେଦନ ସ୍ଥିତି E21 କମ୍ପ୍ଲିଟ୍ ଅଛି, E21 ପ୍ରକାର ସକ୍ସେସ୍ ଅଛି, ବାୟୋମେଟ୍ରିକ୍ ଦେଖାଉଛି। ଦେଖନ୍ତୁ ସ୍ଥିତିରେ ଆପ୍ରୁଭାଲ୍ ଦେଖାଉଛି। ତଳେ ଦେଖନ୍ତୁ ଆକୁ 2ଟା କିସ୍ତି ମଧ୍ୟ ମିଳିଯାଇଛି। ପେମେଣ୍ଟ ସ୍ଥିତି ତଳକୁ ଦେଖନ୍ତୁ ସିଧାସଳଖ ଦେୟ ସଂସ୍ଥାର ଓ ଯୋଗ୍ୟତା ସ୍ଥିତି ଦେଖନ୍ତୁ ଆକ୍ଟିଭେଟ୍ ଅଛି। ଆଧାର କାର୍ଡ଼ ସହିତ ଯାହାର ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟ କେଉଁ ଆକାଉଣ୍ଟ ସହିତ DVD ଲିଙ୍କ ଅଛି ସେଇ ଆକାଉଣ୍ଟକୁ ଯିବ। ଦେଖନ୍ତୁ ବ୍ୟାଙ୍କ ଅଫ୍ ବରୋଦାରେ ପଇସା ଆସିଛି। ସ୍ଥିତି 2ଟି କିସ୍ତି ମଧ୍ୟ ଏହାକୁ ମିଳିଯାଇଛି। DVD ଦେଖାଯାଉଛି। ଦେଖନ୍ତୁ ପ୍ରକାର ପ୍ରବାସୀ ଆକାଉଣ୍ଟ ଲେଖାଯାଇଛି। DVD ଦେଖାଯାଉଛି ସକ୍ସେସଫୁଲ୍ ହେଇଯାଇଛି। ଦେଖନ୍ତୁ ତଳେ ବ୍ୟାଙ୍କ ଅଫ୍ ବରୋଦା ଦେଖାଯାଉଛି। ଆଉ ସେ ସାଇଡ଼୍ରେ ବରୋଦା ବ୍ୟାଙ୍କର ନମ୍ବର ବି ଦେଖାଯିବ। ଏମିତି କରିକିନା ଦେଖିପାରିବେ ଆବେଦନ ସ୍ଥିତି ଆପଣଙ୍କୁ ମିଳିବ କି ନାହିଁ ବୋଲି ଜାଣିପାରିବେ। ଭିଡ଼ିଓ ଭଲ ଲାଗିଥିଲେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ ବଟନ୍କୁ ଦବାଇ ଦିଅନ୍ତୁ। ଏତିକିରେ ଭିଡ଼ିଓ ରହିଛି। ନମସ୍କାର।